ହାପି ଓମେନ୍ସ ଡେ ଟୁ ଅଲ୍। ସମସ୍ତଙ୍କୁ ବିଶ୍ୱ ମହିଳା ଦିବସର ହାର୍ଦ୍ଦିକ ଶୁଭକାମନା। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ସମସ୍ତଙ୍କୁ ଭଲରେ ରଖନ୍ତୁ ଭଗବାନ। ବିଶେଷ କରି ଆଜିର ଦିବସ ହଉଛି ବିଶ୍ୱ ମହିଳା ଦିବସ। ତ ଆମେ ଗୋଟେ ନାରୀର ଭୂମିକା ଗୋଟେ ପୁରୁଷ ପାଇଁ ବହୁତ ମୂଲ୍ୟବାନ ଇମ୍ପୋର୍ଟାଣ୍ଟ। ସମସ୍ତଙ୍କ ପାଇଁ ସେ କେବେ ମାର ଭୂମିକା ନିର୍ବାହ କରେ, ତ କେତେବେଳେ ଭଉଣୀର ଭୂମିକା ନିର୍ବାହ କରେ, ଆଉ କେତେବେଳେ ସାଙ୍ଗର ଭୂମିକା ମଧ୍ୟ ନିର୍ବାହ କରେ। ତ ଆଜିକା ଡେଟ୍ରେ ଆପଣମାନଙ୍କ ପାଖରେ କୋଶ୍ଚିନ୍ ରହିଲା, ଆମର ନାରୀମାନେ କେତେ ସୁରକ୍ଷିତ ଆମ ରାଜ୍ୟରେ? କାରଣ ଆଜି ମୁଁ ନିଜେ ଦେଖିଲି ନ୍ୟୁଜରେ ଲଭ୍ ଜିହାଦର ଗୋଟେ କେସ୍ ପୁଣି ହେଇଛି ଆମର ଏଇ ଭୁବନେଶ୍ୱରରେ। ବାହାର ରାଜ୍ୟର କର୍ଣ୍ଣାଟକର ସେ ପୁଅ ଯିଏ ଆରେଷ୍ଟ ହେଇଛି। ତ ଉଭୟଙ୍କର ଦୋଷ ନିହାତି ରହିଛି ଏଥିରେ, କିନ୍ତୁ ବିଶେଷ କରି ଆମର ଏଠି ମହିଳାମାନେ କେତେ ସୁରକ୍ଷିତ ସେଇଟା ଆପଣମାନେ ବିଚାର କରନ୍ତୁ। ଆପଣମାନଙ୍କୁ ରହିଲା ଏ ପ୍ରଶ୍ନ କି ଆମେ କେତେ ସୁରକ୍ଷିତ ଅଛେ ଆମ ରାଜ୍ୟରେ। ଉଭୟ ମହିଳା ଏଠି ସୁରକ୍ଷିତ ନାହାନ୍ତି କି ପୁରୁଷ ମାନେ ବି ଏଠି ସୁରକ୍ଷିତ ନାହାନ୍ତି। ରିସେଣ୍ଟଲି ବି ଆପଣମାନେ ଦେଖିଥିବେ ଜଣେ ୟୁଟ୍ୟୁବର ସୋସିଆଲ ୱାର୍କର ରାହୁଲ ଭାଇ, ତାଙ୍କର ବି ମର୍ଡର ହେଇଛି। ତ ଆମମାନେ କେତେ ସୁରକ୍ଷିତ, ଆଉ ଏ ସବୁ ସେଲିବ୍ରେସନ କଣ ପାଇଁ, ଆଉ ଏ ସବୁ ଦିବସ କଣ ପାଇଁ ପାଳନ କରୁଛେ? ଯୋଉଠି ଆମର ମହିଳା ମାନେ ସୁରକ୍ଷିତ ନାହାନ୍ତି, ସେଇଠି ଆମେ ଏଇ ମହିଳା ଦିବସ ପାଳନ କରିବାର କିଛି ବି ଆବଶ୍ୟକତା ନାହିଁ। କଣ ପାଇଁ ଆମେ ପାଳନ କରିବା ସେ ମହିଳା ଦିବସ ଯୋଉଠି ଆମର ମହିଳା ମାନେ ସୁରକ୍ଷିତ ନୁହନ୍ତି? ବିଚାର ଆପଣ ମାନଙ୍କର।